म्यूजिक भाई ठीक है, हल्का बजा दो। ऑर्गन भाई ठीक है, स्लो बजा दो। ऑर्गन भाई थोड़ा स्लो कर दियो तो। आशा बाजे खेलिबा आशा ने ना भाई, खेलिबा को इच्छा नहीं मोर। किंतु काहेकि केबे तो करिन मन खेलिबा को तुमे आजि विपरीत कथा घटी छि कि अघटन किछि ना घटी नाही अघटन किछि कुहत देखि कारण बीरस बदन सुना तहिर कारण मंदाकिनी नदी घाटे नौका देखिली मन खुशीले जाइनु तहिरे बसिली सहसा मन पड़िला मोर शिल्प कथा कालो नीलकंठपुर ग्राम मोर जन्म स्थान ब्राह्मणी नदी जल हस खुशी मौजरे खेलुथिली केते सरजा मंडल डाके नौका बांधिली विदेशी बंधु माने प्राण देली सेही कथा मते मोर पड़ु अछि मने किपरि अछंती लोके से मरद धामे चलो जाई या पर्वत भीतर रेडी जो होनी माने गुंजरे गुंजा चलो जाई बुझिबा से कथा तेबे जाई दूर हको मो मनरे तमे ठीक कहछ बाजी भाई मोर मध्य सही इच्छा तेबे आ विलंबर नाही प्रयोजन चलो जिबा भारत भ्रमणे चलो बाजी नौका बांधी बसुथिले मुहि बुढ़ा सिपाही आसिले पार हबा पाई प्रजा मंडल आदेशे पल्ली नाही पारी तेणु बंधु मनरे प्राण गला मोर रुह भाई भाई आसुछंती किए आंभरी निकटे हातिया हां ए
ମୁଁ ତ କାଇଁ ଆଗରୁ ତମକୁ ଏ ଘାଟରେ ଦେଖି ନାହିଁ। ମୁଁ ହେଉଛି ଧର୍ମପଦ। ହେଁ? ତୁ ଧର୍ମପଦ? ହଁ ଭାଇ, ଆମେ ଅଭିମନ୍ୟୁ। ଆଚ୍ଛା, ଆଉ ମୁଁ ବାଜି ରାଉତ। ତୁ ଧର୍ମପଦ ମାନେ ଧରମା? ହଁ ଭାଇ। ହଁ, ହେଇଥିବୁ ଆଉ। ମୁଣ୍ଡରେ ଠେକା, ହାତରେ ଖଡୁ, କାନ୍ଧରେ ନିଆଣ ମୁଗୁର। ହଁ, ହେଇଥିବୁ ଆଉ। ହଁ ଭାଇ। ଆଉ ତୁ ଅଭିମନ୍ୟୁ? ମାନେ ଏ ର ମୁଁ ଟିକେ ଭରିକି ଦେଖିନି। କି ପୋଷାକ, କି ଗହଣା, ମୁଣ୍ଡରେ ମୁକୁଟ, ଦେହରେ ଜରି ପୋଷାକ, କାନରେ କୁଣ୍ଡଳ, କାନ୍ଧରେ ଧନୁସର। ଭୁଲିଗଲୁ? ଯା ପିଠିରେ ଲାଙ୍ଗା। ତୁ ଠିକ ସେଇ ଅଭିମନ୍ୟୁ। ହଁ ଭାଇ। ଆଉ ତୁ କିଏ ରେ ବାବା? କହିଲି ପରା ମୁଁ ବାଜି ରାଉତ। ତୁ ଧର୍ମପଦ ମାନେ ବିଶୁ ମହାରଣା ପୁଅ ଧରମା। ହଁ ଭାଇ। ଆଉ ତୁ ବୀରପୁଙ୍ଗବ ଅଭିମନ୍ୟୁ। ହଁ ଆବେ ଚୁପ, ଭାଇ। ଆବେ ଚୁପ। କୋଉ ପାଟିରେ? ନାଇଁ ନାଇଁ, ତମେ ସବୁ କୋଉ ପାଟିରେ ରହିଛ? ପାଟି। ହଁ, ପାଟି। ସେଇଟା ପୁଣି କଣ? ଆହା, ଯେମିତି ଜମା ବୁଝି ପାରୁନା। ତମେ ଠିକ କହିଛ ଭାଇ, ଆମେ ତମ କଥା ଜମା ବୁଝିପାରୁନୁ। ହଁ, କେମିତି ବୁଝିବୁ? ମାଡୁଆ ବଳଦ ନା। ମାଡୁଆ ବଳଦ। ହେଇ, ଏ ଠେଙ୍ଗାକୁ ଦେଖିଛ ନା? ଗୁଟେ ଗୁଟେ ପାହାରରେ ଖାଲି କଥା କଣ, ପେଟରେ ଭାତ ବି ବାହାରି ପଡିବ। ହଁ, ଭାଇ। ଚୁପ। କୁହ କୋଉ ନାଚ ପଡି ରହିଛ? କଣ ନଗେଶପୁର? ନା ତେବେ ରାଣୀରାମପୁର? ନା ତେବେ ତାରାପୁର? ନା ଇଚ୍ଛାପୁର? ନା ନଡ଼ିଆପୁର? କି ନା। ତେବେ କେଉଁଠୁ କୋଉଠୁ ଆଇଛ ବେ ତମେ? ଆମେ ସ୍ୱର୍ଗପୁରରୁ ଆସିଛୁ ଭାଇ। ହଁ, ସେ କଥା କୁହ। ସ୍ୱର୍ଗପୁର ନାଇଁ? ହଁ ଭାଇ। ଏମିତି ନାର ଗୋଟେ ନାଚ ବାଟି ବାହାରିଲାନି, ମୁଁ ତ କାଇଁ ଶୁଣିଥିଲି ନି। ଆଚ୍ଛା, ତମେ ସବୁ ସ୍ୱର୍ଗପୁରରୁ ଆଇଛ? ହଁ। କଣ ଲୁଚିକି? ମାନେ ମାନେ ଲୁଚି ଛପି, କାହାକୁ କିଛି ନ କହି ଯାତ୍ରା ବାଟି ବାଡ ଡେଇଁ। ନା ନା, ଲୁଚି ଛପି ଆସିନାଉ ଆମେ। କଣ ଯାତ୍ରା ବାଟି ମନେ ପଡୁଛି କି ରେ ପୁଅ? ନା ମୂର୍ଖ ସାରଦା। ଇଏ କଣ ଏମିତି କଥାବାର୍ତ୍ତା କଲାଣି? ଜାଣିନାଉ ମୂର୍ଖ, ତୁଇ ଆମ ପରାକ୍ରମ। ମୋ ଭୋପାଲୋ। ଇଚ୍ଛା କଲେ ଆଇଛଣି ଜାଣିବେ ତୋରି ପ୍ରାଣ। ବା କି ଡାଇଲଗ ମାରୁଛୁ ଏ? ତୁ ତା ବଢିଆ ପାଟି କରୁଥିବୁ। ନା ମୂର୍ଖ। ଚୁପ। କୁହ କୋଉଠୁ ଆଇଛ, କେମିତି ଆଇଛ? କହୁଛ ନା ଦେଖିବ ଆଇଛ? ଭାଇ। ହଁ, ଏଇମିତି କଣ କି କହିବ ନା ଆଉ। କୁହ କଣ କହୁଛୁ କୁହ। ନିଜ ଇଚ୍ଛାରେ ଆସିଛୁ ଆମେ 3 ଜଣ। ବୋକା ଭାବିଛ କି ମତେ ତମେ ତିନିଟା? ଆସିଛୁ କରିବା ପାଇଁ ଭାରତ ଭ୍ରମଣ। ସେ ଭଣ୍ଡା ଭଣ୍ଡି କଥା ଛାଡ ରେ ଅଦମ। ତୁଚ୍ଛାରେ ଆମକୁ ଭାଇ ଗାଳି ଦିଅ ନା। ଗାଳି ଦେମିନି, ଆଉ କଣ ତତେ ପୂଜା କରିବି? ଆରେ ପିଲାଦିନେ ମୁଁ କେତେ ଯାତ୍ରା ଦେଖିଛି, ତମେ ମାନେ ପୁଣି ଆଇଛ ମତେ ଯାତ୍ରା ଦେଖେଇବାକୁ? ରୁହ, ଆଜି ତମ ତିନିଟାକୁ କଣ ଏତେ ମୁଁ ସହଜରେ ଛାଡିବି? ଛାଡ଼ିବନି ତ କଣ କରିବ? କଣ କରିବି? ହଁ, କଣ କରିବ? ଆବେ ତମ ତିନିଟାକୁ ଏଇ ଜାଲରେ ବାନ୍ଧିକି ତମ ମ୍ୟାନେଜର ଆସିଲା ଯାଏ ଏଇ ଘାଟରେ ପକେଇ ରଖିବି। ସେ ଆସିଲା ଯାଏ ତମ ତିନିଟାକୁ ଛାଡିବି। ନା ଦୁଷ୍ଟ, ବାରବାର କୋଉ ପଟୁ ବାଡ଼ି? ଏଇ ଛଣି ଜାଣିବି ତୋରି ପ୍ରାଣ। ଏଇ ମାନେ ରେ ଯା ତୋ ଭଳିଆ ମୁଁ କେତେ ଟଙ୍କା ଦେଖିଛି, ବୁଝିଲୁ? ରେ ଯା ଗୋଟେ ଭୂତରା ବାଉଁଶ କାଣ୍ଡ ଆଉ ଗୋଟେ ଯାତ୍ରା ବାଟି ସର ଧରିକି ଚାଲି ଆଇଛି। କହୁଛି କଣ ନା ଇଷ୍ଟକୁ କର ସୁମରଣ। ନା ମୂର୍ଖ। ଶାନ୍ତ ହୁଅ ଭାଇ ଅଭିମନ୍ୟୁ।
କଣ କହୁଛୁ କି ରେ? ଆପଣଙ୍କୁ ଅନୁରୋଧ କରୁଛୁ ଭାଇ ଆମକୁ ଛାଡ଼ି ଦିଅ। ଛାଡ଼ିଦେବି ତ? ହଁ ହଉ ତେବେ ଦିଅ। ବାବୁ ହଁ କଣ ଦବୁ? ମୁକୁଟ। ମୁକୁଟ? ହଁ ମୁକୁଟ। କିନ୍ତୁ ଏହା ଯେ ଅସଲି ହୀରା ନିଆର। ଏହାକୁ କେବଳ ରାଜବଂଶୀୟମାନେ ପିନ୍ଧି ପାରନ୍ତି। ରାଜବଂଶୀୟ? ହଁ ହସିଲ ଯେ? ଏ ବୁଝିଲ ତମ ମାନଙ୍କ କଥା ସବୁ ଶୁଣିକି ମାନେ ତମେ ତିନି ତ ପାଠ ସାଠ ଛାଡି ଏ ଯାତ୍ରା ବାଟିରେ ମାତିଲ। ତମେ କୋଉଠୁ ଜାଣିବ ଯୁଗ ଯାଇ କୋଉଠି ପହଞ୍ଚିଲାଣି? ସେ ମୁକୁଟ ଚିମିଟା ଯୁଗ ଗଲାଣି ବୁଝିଲ। ଏଇଟା ତମେ କି ଯୁଗ? ଗାନ୍ଧୀ ଟୋପି। କଣ ବୁଝିପାରୁନ? କଣ ହେବ ରେ ଶୁଣ, ଏଇଟା ହଉଛି ଧଳା ଟୋପି ଯୁଗ। ଧଳା ଟୋପି? ତେବେ ବି ନାଇଁ। ହାୟ ରେ ଅକାଳ କୁଷ୍ମାଣ୍ଡ ଗୌତିକାର। ରେ ଶୁଣ, ଏବେକାର ରାଜା ମାନେ ମୁକୁଟ ବଦଳରେ ଧଳା ଟୋପି ପିନ୍ଧି ଶାସନ କରୁଛନ୍ତି। ଓ ହଁ ଏବେ ଯାଇକି ବୁଝିଲା ଟ୍ୟୁବଲାଇଟ କୁ। ଆମକୁ କିଛି କହିଲ କି ଭାଇ? ନା ତମକୁ କାହିଁ କହିବି, ମୁଁ ମୋ ନିଜକୁ କହୁଛି ନା। ହାୟ ରେ ମୋର ଫଟା କପାଳ। ଆଚ୍ଛା ଭାଇ ଏ ଟୋପିର ସୁବିଧା? ଭାରି ସୁବିଧା ବୁଝିଲୁ, ଭାରି ସୁବିଧା। ମୁଣ୍ଡକୁ ହାଲୁକା, ଖର୍ଚ୍ଚ କମ, ଦେଖିବାକୁ ବି ସୁନ୍ଦର। ତେବେ ଏବେ କଣ ରାଜା ଅଛନ୍ତି? ନାଇଁ ତାଙ୍କ ବଦଳରେ ମନ୍ତ୍ରୀ ମାନେ ସବୁ ଅଛନ୍ତି। ତେବେ ଆଗେ ଯୋଉ ମନ୍ତ୍ରୀ ପଦ ଥିଲା? ଏବେ ସେକ୍ରେଟାରୀ ମାନେ ଶାସନ ସଚିବ। ତମେ ତେବେ କହୁଛ ଯେ ଆଗେ ଯାହା ଯେମିତି ଥିଲା ଏବେ ଠିକ ସେମିତି ଅଛି, ଖାଲି ନା ଯାହା ବଦଳି ଯାଇଛି? ନାଇଁ କେବଳ ନା ବଦଳି ନାହିଁ। ତେବେ ଦେଖ, ପୂର୍ବେ ରାଜା ପୁଅ ରାଜା, ମନ୍ତ୍ରୀ ପୁଅ ମନ୍ତ୍ରୀ ହେଉଥିଲା। ଏହା ତ ନିୟମ। ସେ ନିୟମ ଆଉ ନାହିଁ ରେ ବାବା। ତେବେ ଏବେ କି ନିୟମ ଅଛି? ଏବେ ପ୍ରତି 5 ବର୍ଷରେ ଥରେ ଆମେ ଭୋଟ ଦେଇ ନେତା ବାଛୁଛୁ। ଏମିତି 5 ବର୍ଷରେ ଥରେ? ହଁ ଏମିତିରେ ସୁବିଧା? ଏହା ଫଳରେ ପୂର୍ବରେ ରାଜା ମାନଙ୍କ ପରି ସେମାନେ ଆଉ ମନମୁଖୀ ଶାସନ କରିପାରୁନାହାନ୍ତି ବୁଝିଲ। ମନମୁଖୀ ଶାସନ? କଣ ବୁଝିପାରୁନ? ନା। ହଉ ଦେଖ, ପୂର୍ବେ କଣ ହେଉଥିଲା? କଣ? ରାଜାଙ୍କ କଥା ବେଦର ଗାର, ତା ଠିକ ଆଉ କି ଭୁଲ ତାକୁ ନ ମାନିବାର ସାହସ କାହାର ନଥିଲା। ଆଉ ଯଦି କିଏ ସାହସ କରି ତାକୁ ନ ମାନିଲା ତେବେ ସିଏ ମଲା ଯା। ଧର ଯଦି କିଏ ମନମୁଖୀ ଶାସନ କଲା? କରିବେନି ରେ, ମୋଟେ କରିବେନି। ଧର ଯଦି କିଏ କଲା? ତେବେ ସିଏ ଚିପଟାଙ୍ଗ। ମାନେ 5 ବର୍ଷ ପରେ ଆମେ ଆଉ କି ତାକୁ ଭୋଟ ଦେବୁ। ତେବେ ଏବେକାର ଶାସନ ପୂର୍ବ ଅପେକ୍ଷା ଭଲ ନୁହେଁ? ତମେ ତ ଯାତ୍ରା ବାଟି ପିଲା, 12 ଜାଗା ବୁଲୁଛ, ତମେ କଣ ଜାଣିପାରୁନ ଶାସନ କାର୍ଯ୍ୟ କେମିତି ଚାଲୁଛି? ଆରେ ରେ ତମେ ଦିନିଟା ମତେ କଣ ଢିଙ୍କିଶାଳାରୁ ଢେଙ୍କାନାଳ ଯାଇ ନେଇଗଲାଣି। କଣ ମୁକୁଟ ଦବ ତ? କିନ୍ତୁ ଏହା ଯେ ଅସଲି ହୀରା ନିଆର। ମିଛ, ପୁଣି ମିଛ। ନାଇଁ ଭାଇ, ଆମେ ଧର୍ମକୁ ସାକ୍ଷୀ ରଖି ସତ କହୁଛୁ। ତୁମେ ସତ କୁହ କି ମିଛ କୁହ, ସେଥିରେ ମୋର କିଛି ଯାଏ ଆସେ ନାହିଁ। ହେଲେ କହିଦଉଛି ଶୁଣ, ମୁକୁଟ ନଦେଲେ ନା ତମ ତିନିଟାକୁ ଆଜି ମୁଁ ଜମା ଛାଡ଼ିବିନି। ହଉ ଆମେ ମୁକୁଟ ଦବୁ। ତେବେ ଦିଅ, ଏତେ ଡେରି କାହିଁକି? ଦିଅ। ତମେ ଆମକୁ ଡଙ୍ଗାରେ ବସାଇ ପାରି କରିଦବ ତ? ଡଙ୍ଗା? ହଁ। ହେଲେ ଡଙ୍ଗା ତ ନାହିଁ। ତେବେ ଏଇ ଯୋଉ ପାଣିରେ ଯୋଉ ଗୁଡାକ ଡଙ୍ଗା ଭଳି ଭାସୁଛି ସେଗୁଡାକ ସବୁ କଣ? ଓ ସେଗୁଡା ସବୁ ଲଞ୍ଚ ବୁଝିଲୁ। ହଁ, ଏ ପାଣି ସୁଅରେ କେତେ ଗାତ ମାରିବ, ସେଥିପାଇଁ ଏବେ ସବୁ ଡଙ୍ଗା ବଦଳରେ ଲଞ୍ଚ ଚାଲୁଛି। କିନ୍ତୁ ଏହା ପାଣିରେ ଚାଲୁଛି କେମିତି? ଡିଜେଲରେ ବୁଝିଲୁ। ଡିଜେଲ? କଣ ବୁଝିପାରୁନ? ନା ଭାଇ। ହଉ ତା ଭିତରକୁ ଆସ, ତା ଭିତରକୁ ଗଲେ ଗୁଟି ଗୁଟି କରି ସବୁ ବୁଝେଇ ଦେବି। ହଉ ତ ଚାଲ। ଆଗ ମୁକୁଟ। ଭାଇ ଅଭିମନ୍ୟୁ ମୁକୁଟଟା ଦେଇଦିଅ।
ମୁଣ୍ଡ। ହଉ ଆସ ଆସ। ହଉ ଚାଲ ଭାଇ। ଆଚ୍ଛା ଭାଇ ତମେ ବାଜି ରାଉତକୁ ଚିହ୍ନିଛ? କିଏ? ଆମ ନୀଳକଣ୍ଠପୁର ବାଜିଆ? ତାକୁ କିଏ ନ ଚିହ୍ନିଛି? ଏଡେ ଟିକେ ବିଲା ହେଲେ କଣ ହେଲା? ତାରି ପାଇଁ ଆମ ଗାଁ ଉଜ୍ଜଳ, ଜାତି ଉଜ୍ଜଳ, ଦେଶ ବି ଉଜ୍ଜଳ। ଆମେ ସବୁ ଗାଁ ଛାଡ଼ିବୁ, ହେଲେ ସିଏ ସାହସ କରି ଗୁରାସୀ ପାଇଁ ଆଗରେ ଜୀବନ ଦେଇଗଲା ନା ଆଉ। ଜୀବନ ଦେଲାନି ଯେ ସବୁଦିନ ପାଇଁ ଅମର ହୋଇଗଲା। ତାରି ନାଁରେ କେତେ ସ୍କୁଲ, କେତେ କଲେଜ, କେତେ ତ ଅନୁଷ୍ଠାନ ହଉଛି, ତାର କିଛି ସୀମା ନାହିଁ। ଆଚ୍ଛା ଭାଇ ତା ଲାଗି କଣ ତମ ଗାଁରେ କିଛି ହୁଇନି? କେମିତି ହବ? ଦୀପ ତଳ ଅନ୍ଧାର ନା, ଗାଁ କନ୍ୟା ସିଙ୍ଗାଣି ନାହିଁ, କେମିତି ହବ? ହଉ ଆସ ଆସ, ଡଙ୍ଗାରେ ବୁଲାଇ ସଫାରିରେ ଛାଡ଼ି ଦେଇ ଆସି। ହଉ ଚାଲ ଭାଇ। ହଁ ଯିବା ଯେ, ହେଲେ ତମେ ମାନେ ସବୁ ଯିବ କୋଉଠିକି? କୋଣାର୍କ। ହେଁ? ଏତେ ବାଟ? ହଉ ଜଲ୍ଦି ଆସ ଜଲ୍ଦି ଆସ, ବସ୍ ଛାଡ଼ିଦେବ, ଜଲ୍ଦି ଆସ। ହଉ ଚାଲ ଭାଇ। ताली छोटे पिला करता है सब ସେଇଟା ତ ମୋର ପେଶା। ଆଚ୍ଛା ଆଚ୍ଛା ଆଚ୍ଛା, ଟେମ୍ପଲ କଣ ବୁଲିବ? ନୋ, ତମେ କଣ ଇୟର କରିବ କୁହ? ଭାଇ ଏଇ ମନ୍ଦିର ବେଢା ପାଖରେ ଯୋଉ ଗୋଟେ ସମୁଦ୍ର ଥିଲା। ୟେସ୍ ଥିଲା, ହେଲେ ଏବେ ନଟ୍, ମାନେ ଆଉ ନାହିଁ। ଏ ଦେଉଳର ମୁଣ୍ଡି କିଏ ମାରିଥିଲା? ତୁମାରେ ମତନ 12 ବର୍ଷର একটা ছেলে, ତମ ପରିକା ଗୋଟେ 12 ବର୍ଷର ଚାଇଲ୍ଡ, ତାର ନାମ ଧର୍ମା। ପିଲା ହେଲେ क्या हुआ? जाति वास्ते जीवन दिए, ओ अमर है गए। अमर? हाँ अमर। राती पहले हर रोज कितने आदमी उसका नाम देता है, उसका ठिकाना नहीं। काहे तारे ना धरती? अरे एमिति तुमर भଳି सब ट्रावेलर्स मान को बुझाइबा ପାଇଁ। अच्छा भाई এই মন্দিরের বেড়া পাখরে ଯୋଉ ସବୁ ସୁନ୍ଦର ସୁନ୍ଦର ମୂର୍ତ୍ତି ଥିଲା। यस एमिति बहुत होची, काफी होता है। এই মন্দিরটাକୁ ତମେ ଆଉ ଥରେ ଗଢି ଦେଉନାହାନ୍ତି? अरे बाबू टेम्पल थोड़ा जुगा गलाणी बुझिल, किसी लोकों को खटाई थोड़ा टंका खर्च करी टेम्पल टे गले प्रॉफिट कौन रेदर सही मनी रे गुटे बिजनेस कले लोके भी काम पाइबे, पैसा भी आसीबो। କଣ କହିଲ ଭାଇ? ବିଜନେସ୍? यस बिजनेस। ସେଇଟା ପୁଣି କଣ? इंडस्ट्री जोल्डिंग सोल्डिंग रेडियो मेकानिज्म टेक्सटाइल ଯେମିତି ଆହୁରି ଅନେକ। ଏମିତି ହେଲେ ପଥର ଖୋଦେଇ କଣ ବଞ୍ଚିବ କେମିତି? ଆରେ ହାଟ କେବେ ମରେନି ବାବୁ, ପାଖରେ ସେଇ ଯୋଉ ଦୋକାନଟା ଯୋଉଠି ପଥରର ମୂର୍ତ୍ତି ସବୁ ଥୁଆ ହୋଇଛି। ହଁ ସେଇଠି ଗଲେ ତୁମେ ମୋ କଥା ଠିକ ବୁଝିପାରିବ। ଲେଟ୍ ଅସ୍ ଗୋ। କଣ କହିଲ ଭାଇ? ଆରେ ଲେଟ୍ ଅସ୍ ଗୋ ମାନେ ଚାଲ ଯିବା। ଏଇଟା ପୁଣି କି ଭାଷା? ମାନେ ତମେ ଇଂରାଜୀ ଜାଣିନ? ନା। ଆରେ ଇଏ ଏମିତି ଏକ ଭାଷା ଯାହାକୁ ଜାଣିଲେ ସାରା ପୃଥିବୀ ଭ୍ରମଣ କରିପାରିବ। ତେବେ ସଂସ୍କୃତ? କଣ ଦଧି ଦଧିନି ଦଧିରେ? ୟେସ୍, ସଂସ୍କୃତରେ ମୋ ପଢା ଏଇ 3ଟି ସଙ୍ଗୀତରେ ସୀମିତ। କାଇଁ ତମେ ପଢିଲନି? ଆରେ ଏ କମ୍ପ୍ୟୁଟର ଏଜରେ ପଢିବାକୁ ସମୟ କାଇଁ? କଣ କହିଲ ଭାଇ? କମ୍ପ୍ୟୁଟର ଏଜ୍? ୟେସ୍ କମ୍ପ୍ୟୁଟର। ସେଇଟା ପୁଣି କଣ?
ସାଇନ୍ସ ବୁଝିଲ ବିଜ୍ଞାନ ବୁଦ୍ଧି ବଳରେ ମଣିଷ ତାକୁ ବାହାର କରିଛି। ଆଉ କିଛି ବର୍ଷ ପରେ ମଣିଷକୁ କିଛି କର୍ମ କରିବାକୁ ପଡିବନି। ରୋଷେଇ ବାସ ଯାଏ ସବୁ ୱାର୍କ କମ୍ପ୍ୟୁଟର ହିଁ କରିବ। ହଉ ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ। ଏବେ ଆମେ ଆସୁଅଛୁ। ରୁହ। ଆରେ ମାଇ ଫିସ୍ ମୋ ଫିସ୍ଟା ଫିସ୍ ଫିସ୍ ମାନେ ପାଉଣା। କି ପାଉଣା? ମୁଁ ଯୋଉ ତମକୁ ଏତେ ସବୁ କଥା କହିଲି କଣ କଥା କହିବା ପାଇଁ ବି ପାଉଣା? ଆରେ ମୁଁ ଏଠାକାର ଗାଇଡ କଥା କହିବା ପାଇଁ ପାଉଣା ନେବା ପାଇଁ ଲାଇସେନ୍ସ କରିଛି ବୁଝିଲ। ଆମେ ଯଦି ନ ଦଉ? ଆରେ କୋଇ ବାତ ନାହିଁ ପୁଲିସ ପାଣ୍ଟା ଏଇ ପାଖରେ ଅଛି ସେଇଟା ଦେଇଦିଅ। ପୁଲିସ ପାଣି? ପୁଲିସ ଷ୍ଟେସନ ପନିଶମେଣ୍ଟ ଜେଲ୍? ଜେଲ୍ ମାନେ ବନ୍ଦୀଶାଳା। ନାଇଁ ଭାଇ ଆମକୁ ସେଟାକୁ ନିଆ ନାହିଁ। ଓକେ ମୋ ଫିସ୍ଟା ଦେଇଦିଅ। କିନ୍ତୁ ଆମ ପାଖରେ ତ କିଛି ନାହିଁ। ବହୁତ ମାଲ ଅଛି। କାଇଁ କୋଉଠି? ତା ହେଡରେ ଯୋଉ ବଳାଟା ଅଛି ସେଇଟା ଦଉନା। ଏଇଟା? that one। ହଉ ତମେ ବ୍ୟସ୍ତ ହୁଅନି। ବନ୍ଦୀଶାଳାକୁ ଯିବା ଅପେକ୍ଷା ଏଇ ବଳାଟା ନେଇ ଖସିଯିବାଟା ଭଲ। ଦିଅ ଶୀଘ୍ର ଦିଅ। ହଉ ଭାଇ ନିଅ। ବାহ ବହୁତ ବଢିଆ ବିକିଦେଲେ ବହୁତ ପଇସା ହବ। ଏଗୁଡା କୋଉଠୁ ଆସିଛନ୍ତି କେଜାଣି? ମୋ ମୁକୁଟ ଗଲା, ମୋ ବଳା ବି ଗଲା। ଭାଇ ମତେ ଭାରି ଭୋକ ହେଲାଣି। ଏଇଟା କଣ ସ୍ୱର୍ଗପୁର ହେଇଛି ନା ଭୋକ ଶୋଷ କରିବନି? ଇଏ ତା ମର୍ତ୍ତ୍ୟପୁର। ଏଠି ପେଟ ଲାଗି ସବୁ ନାଟ। ତୁମେ ଠିକ କହିଛ ବାବୁ। ଏଠି ପେଟ ଲାଗି ସବୁ ନାଟ। ତମେ ପୁଣି କିଏ? ମୁଁ ଆଜ୍ଞା ଭିକାରୀ ସମ୍ରାଟ। ଆମ ଭିକାରୀ ଆସନ ସାଧାରଣ ସମ୍ପାଦକ। ଭିକାରୀ ସମ୍ରାଟ? ହଁ ଭିକ ମାଗିଲେ ବି ଆମର ତ ପୁଣି ଗୋଟେ ପ୍ରେଷ୍ଟିଜ୍ ଅଛି। ସେଥିପାଇଁ ଆମେ ସଂଘ କରିଛୁ। ଆଉ ବାରଦୁଆର ବୁଲିବୁନି। ଏଥିରେ ଦାତାକୁ ବି ଅସୁବିଧା, ଆମକୁ ବି ପରିଶ୍ରମ। କଣ କହିଲ ଭାଇ? ଆମେ ତମ କଥା ଜମା ବୁଝିପାରିଲୁ। ଦେଖନ୍ତୁ ଆପଣ ଦାତା ଜଣ ଜଣ କରି ସବୁ ଭିକାରୀ ମାଗନ୍ତି। ତେବେ ଆପଣଙ୍କ ଦାଣ୍ଡ ସରିଯିବ ସିନା କିନ୍ତୁ ଆମ ସଂଖ୍ୟା ସରିବନି। କଣ ଭିକାରୀ ମାନଙ୍କ ସଂଖ୍ୟା ଏତେ ବଢି ଯାଇଛି? ଏଠି ତ ବହୁତ କମ୍। ଆପଣ ବମ୍ବେ ଦିଲ୍ଲୀ କୋଲକାତା ଗଲେ ସେଠି ଆମ ସଂଖ୍ୟା ବହୁତ ବେଶୀ। ଏହାର କାରଣ ଶିକ୍ଷାନୀତି। ସେଇଟା ପୁଣି କଣ? ଏଜୁକେସନ ପଲିସି ଦେଖନ୍ତୁ। ପିଲାଟି ଦିନରୁ ପାଠ ପଢିଲୁ, ଉଚ୍ଚ ଶିକ୍ଷିତ ହେଲୁ, କାମ ଧନ୍ଦା କଣ ଜାଣିଲୁ ନାହିଁ। ଶିକ୍ଷା ପରେ ବେକାର। ସରକାର ଆମକୁ ଭିକାରୀ ଭତ୍ତାଟା ଦେଲେନି। ତେଣୁ ଆମେ ହେଲୁ ଭିକାରୀ। ଭତ୍ତାଟା ପାଇଁ ଆମେ ଦାବି କରୁଛୁ। ସେଇଟା ମିଳିଗଲେ ଆମେ ଆଉ ଦାତାଙ୍କୁ କଷ୍ଟ ଦେବୁନି। ଯେଉଁ ଶିକ୍ଷା ସମାପ୍ତି ପରେ କୌଣସି କାମ ଧନ୍ଦା ମିଳେନି ସେପରି ଶିକ୍ଷା ତୁମେ ଗ୍ରହଣ କରୁଛ କାହିଁକି? କଥା ସେଥିପାଇଁ ଜନଜାଗରଣ ନ ହେଲେ କଣ ତାର ସମାଧାନ ହେବ? ସେଇ ଜାଗରଣ ତମଠୁ ଆରମ୍ଭ ହେଉ ଭାଇ। ନିଅ ଏଇ ମୋର ବିହାର କୁକୁର। ପଥର ଖୋଦାଇ କରି ମୂର୍ତ୍ତି ଗଢ଼। ଏଇ ମୂର୍ତ୍ତି ହେବ ତୁମ ଜୀବନର ଜୀବିକା। ଛାଡ଼ି ଦିଅ ଇନ ଭିକ୍ଷାବୃତ୍ତି। କାର୍ଯ୍ୟ କର। ହାତ ପାଦ ଚାଲିକି ଦାଦା। ବେକାରୀ ଘଟିବ ନିଶ୍ଚୟ। ସତ୍ୟ ଏକରେ ବଚନ। ଧନ୍ୟ ତୁମେ। ଏବେ ଦିଅ ଆମର ନିଆର ମୁଗୁର। ନିଅ। ବିକି ଦେଲେ ଅତି କରେ 5 ଟଙ୍କା ହବ। ହଉ
ଯଦି ବେଶୀ ହାତ ଧୋଇ ବସନ୍ତୁ। ଆବେ ମାତିଆ ମାଦିଆ କଣ ହେଲା? ଆଜ୍ଞା ବାବୁ ପାଣି ଦେ କଣ ଖାଇବେ ଅର୍ଡର ଦେ। କୁହନ୍ତୁ ଆଜ୍ଞା କଣ ଖାଇବେ? ଆମିଷ ଖାଇବେ ନା ନିରାମିଷ ଖାଇବେ? ନିରାମିଷ ଉଷୁନା ନା ଅରୁଆ? ଅରୁଆ। ତରକାରୀଟା କହିଲେନି। ଆପଣଙ୍କ ଇଚ୍ଛା ତ ସେଇଆ ଦିଅ। ଆଣୁଛି ରହିବି। କି ସୁନ୍ଦର ପବନ। ବୁଲଟା ଡାଉନ ହେଇଯାଇଛି ଆଜ୍ଞା, ନହେଲେ ଆହୁରି ଜୋରେ ବୁଲିଥାନ୍ତା। ଭୋଲ୍ଟେଜ ଡାଉନ। ହଁ ଆଜ୍ଞା, ବର୍ଷ ସାରି ଖାଲି ପାର୍କ ଶୁଣିବାକୁ କିଏ ଅଛି ମୁଁ କାହାକୁ କହିବି? କାହିଁକି? ଖବର ଦେଖୁନାହାନ୍ତି ଆଜ୍ଞା, ବର୍ଷ ସାରା ଦେଶରେ ଚୋରି ଡକାୟତ ଚାଲିଛି। ତଳେ ଧଳା ଭୁଜ କମିଟି ଦିନ ଦିପହର ଚୋରି କରୁଛନ୍ତି, ଆଉ ତଳେ ପର ଦିନକୁ ଖାଲି ଟାକି ଆଉଛନ୍ତି। ଆମ କାଳିଆ ଆଜ୍ଞା ଆଜ୍ଞା ବାବୁ ନଉଛି ନଉଛି। ଆରମ୍ଭ କରନ୍ତୁ ଆଜ୍ଞା। ଆମେ କାଳିଆ ଆଜ୍ଞା ଆଜ୍ଞା ବାବୁ। କଣ ହେଲା ବାବୁ? ଏପଟେ କଟୁ ବୋକା ଭଳି ଜଣା ପଡୁଛନ୍ତି। ସେ ଯୋଉ ବାସିଟା ଅଛି ଏଇଠି ମିଶାଇ ଦେଇଛି। ଆଚ୍ଛା 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 ଆଜ୍ଞା, ଆଉ କିଛି ଲାଗିବ କି? ନା ଭଜନ ପାଣି ବଢିଆ ହେଇଛି। ଆଜ୍ଞା ବୋ ଡାଲି ଆଉ ସନ୍ତୁଳାଟି ମଧ୍ୟ ବଢିଆ ହୋଇଛି। ଆଜ୍ଞା ବୋ ଏ ଖାଇଦିଅ ଭୋକ ଲାଗିବ। ଆମେ ତ ଆପଣଙ୍କ ସେବାରେ ଆଜ୍ଞା। ଆପଣ ଆମକୁ ଭୁରି ଭୋଜନ ଦେଇଛନ୍ତି। ଈଶ୍ୱର ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣଙ୍କର ଉନ୍ନତି ହେଉ। ଆପଣ ଯଶବାନ ହୁଅନ୍ତୁ। ଆବେ କାଳିଆ ଆଜ୍ଞା କେତେ ହେଲା ରେ? ଦିଅ ବାବୁ 100 ଟଙ୍କାଟା ଦିଅ। ଟଙ୍କା କଣ କରିବି ଆଜ୍ଞା, ମଜୁରୀ ବଢିଲା, ଚାଷୀ ସବୁ ଜିନିଷ ପୁରା ଦର ବଢାଇଲେ, କୋଉଠି ଆଣିବି ଆଜ୍ଞା? ଆମେ ତ ଆପଣଙ୍କର ଅତିଥି। ସବୁଦିନ ଆଜ୍ଞା ତିଥିବାର ଅଛି, ଅତିଥି ଆସିବେ କୁଆଡୁ? କିନ୍ତୁ ଆମ ପାଖରେ ତ ପଇସା ନାହିଁ। କଣ ହେଲା? ଏ କାଳିଆ ଆଜ୍ଞା ଆଜ୍ଞା ବାବୁ। ବେଶୀ ଟୁକଣା ପୁରା ଏଡା ଚିଟ୍ଟାଇ ଆଣିଲ। ଆଣିଛି ଆଣିଛି। ଆରଟା ବଢିଆ ହେଇଛି। ଇଏ କଣ କରୁଛ? କାଟୁଛି ପରା। ଏଟା କାଟିଯିବ ପରା। ଆମେ ଦେନେ। ରୁହ। କାଇଁ ଚାଷା ମାନଙ୍କୁ ସେ କଥା ମନେ ପଡୁଥିଲା ଯେ? ଆମେ ଦଉନୁ। ରୁହ। ବେକଟା କାଟୁଛି ପରା। ଆରେ ରୁହ ରୁହ। ଆରଟା ତ ନବ। ଏତେ ଦଡ଼ା ଉଠୁଡ଼ା କାହିଁ କରୁଛ? ଆମେ ଦେ। ତୁ ଦେନେ ମୁଁ କାହିଁ ଟାଣିମେ। ରୁହ। ଦଉନୁ ନା ଦେଖିବୁ। ଇଏ ଭାଇ ଅସୁନାହାନ୍ତି। ଆରଟା ଦେଇଦିଅ। ଆମେ ଜଲ୍ଦି ଦଉନୁ।
আরেটা দড়ি এ বাবু বলে বুঝিল এମିତି ଆଉ କେବେ କରିବନି ମୁଁ ବୋଲି ଛାଡ଼ିଦେଲି ଆଉ କେବେ ପାଣ୍ଡା ଦେଇଥାନ୍ତା ଆଜ୍ଞା ନମସ୍କାର ଏ 3 ଟଙ୍କା ମତେ ନାକ ଦାମ କରି ସାରିଲେଣି ହସୁଛୁ କାହିଁକି କଣ କଲା କି ତମ ମତେ ନେଇ ଯାଉଛି ଆଜ୍ଞା ସିଧା ଜେଲ ଭିତରକୁ ନେଇ ଯାଆନ୍ତୁ ଦେଶଟାକୁ ଉଲ୍ଟାଇ ପକେଇ ନୁହେଁ ତ ବଡ ହେଲେ ଲୋକକୁ ମତେ ଆନ୍ଦୋଳନ କରିବ ନେତା ସାଜିବ ପୁଲିସ ବାଲାକୁ ହଇରାଣ କରିବ ଦେଶରେ ଅରାଜକତା ସୃଷ୍ଟି କରିବ ନାଇଁ ନାଇଁ ଆଜ୍ଞା ଆମେ ସେମିତି କିଛି କରିବୁନି ଚୁପ୍ କିଏ ମତେ ମନେ ଏବେ ଆମକୁ ଛାଡି ଦିଅନ୍ତୁ ଭାଇ ନିଅନ୍ତୁ ଆଜ୍ଞା ପିଠିରୁ ଛାଲଟା ଯାଇଥାନ୍ତେ ଆଜ୍ଞା ଆଜ୍ଞା ପିଲାମାନେ ତମେ କିଛି ବୁଝୁନ ଦେଶରେ ଯୋଉ ପରିସ୍ଥିତି ତମେ ଖଣ୍ଡା ଧରି ବୁଲୁଛ ମୁଁ ବୋଲି ତୁମକୁ ଛାଡ଼ିଦେଲି ଆଉ କିଏ ହେଇଥିଲା ତମକୁ ହାଜତରେ ପୁରାଇ ପାଠ ଦେଇଥାନ୍ତା ପୁଅ ସେଠିକି ଯା ଏଇ ପଣ୍ଡାବୁ ଆସୁଛି ଆଜ୍ଞା ସେଠି ହେଇଗଲା ଆଉ ସିଏ ମାଲଟା ଦେଇ ପଳେଇ କାଳିଆକୁ କିଛି ଦେଲେନି ନା ପିଲା ଏଥର ଯାଅ ବୁଲ 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 ଦେଶଟା କେତେ ବଦଳି ଗଲାଣି ସତେ ଏ ଲୋକ ଗୁଡାକ ମନ ଧନ ପାଇଁ ପାଗଳ ହୋଇଗଲେଣି ଏମାନଙ୍କ ଛଳ କପଟରେ ଏମାନଙ୍କ ମନ କଳୁଷିତ ହୋଇଗଲାଣି ହଁ ଏବେ ଶୀଘ୍ର ସ୍ୱର୍ଗପୁରକୁ ଫେରିଯିବା ଚାଲ ଏବେ ଶୀଘ୍ର ଫେରିଯିବା ନାଇଁ ମ ଏତେ ତ ବୁଲିଲେଣି ସେଇ କୁରୁକ୍ଷେତ୍ର ଟିକେ ବୁଲିଯିବା ଚାଲ କୁରୁକ୍ଷେତ୍ର ହଁ ଭାଇ ଯେଉଁଠାରେ ଏକ ମୁଇଁ ଲଢ଼ିଥିଲି ସତ୍ୟରଥୀ ସଙ୍ଗେ ହଁ ହଉ ଆସ ବରଦାନ ଆରୋହଣ କରି ଯିବା ଆମେ ସେଇ କୁରୁକ୍ଷେତ୍ର ଚାଲ ଭାଇ ଦୟାକରି ଟିକେ କଂଗ୍ରେସରେ କାଲି କରନ୍ତୁନି ଖାଲି ଟିକେ ଏବେ ଆମେ ଦେଖିବା ନାଟକର ଶେଷ ଦୃଶ୍ୟ ଭାଇ ମତେ ଭାରି ଶୋଷ ହେଲାଣି ମୋ ତଣ୍ଟି ମଧ୍ୟ ଶୁଖିଗଲାଣି କାଇଁ ଏଠି ତ ଗୋଟେ ପାଣି ଥିଲା ପରେ ମନେ ହଉନି ଚାରିଆଡେ ଖାଲି ବାଲି ଆଉ ବାଲି ଭାଇ ଭୋଟର ଆଇ କାର୍ଡ ଅଛି ନା
ଜାନ ଉପରେ ଜାନ ଚାଲିଛି ଆଉ। ଆରେ ପୁଅ ହଁ ମାଉସୀ। ଆଚ୍ଛା ତମେ ମାନେ ସେଇଟା କଣ ରକେଟ ମାରିକି ଅଧିକ ବେଗରେ ଯାଏ? ରକେଟ? ସେଇଟା ପୁଣି କଣ? ମଲା ସେଥିରେ ବସି ପରା ମଣିଷ ଚନ୍ଦ୍ରକୁ ଯାଉଛି, ଆକାଶରେ ଘର ତିଆରି କରୁଛି। ଏ ପୃଥିବୀ କେତେ ଆଗେଇ ଗଲାଣି ସତେ। ଏ ମଣିଷ ସ୍ୱର୍ଗର ପୁଷ୍ପକ ଯାନକୁ ବି ପଛରେ ପକାଇ ସାରିଲାଣି। କିଛି ଆଗେ ନାହିଁ ରେ ପୁଅ, ମରଣକୁ ଡାକି ଆଣୁଛି ବୁଝିଲୁ। ମାଉସୀ ଛାଡ଼ ରେ ପୁଅ, ଏ ବୁଢ଼ୀଟା କଥା ତ ସମସ୍ତଙ୍କୁ ଗନ୍ଧାଏ। ପତର ଗୋଟାଇବା ଲୋକ ମୁଁ, ତୁଟା ମୂଳ କରି ଲାଭ କଣ? ମାଉସୀ ଆମେ ମାନେ ତ ପିଲା। ଆମେ ଏଇ ଧରଣୀ ମାକୁ ରକ୍ଷା କରିବା ପାଇଁ ଆମ ପାଖରେ କିଛି ନାହିଁ। ଏ ବାଜୁ ଦୁଇଟାକୁ ନେ, ଏହାକୁ ବିକି ଗଛ ଲଗାଇବୁ। ତୋରି ମମତା ଭରସାରେ ଏଇ ଗଛ, ଏ ମରୁଭୂମି ପୁଣି ଧରଣୀ ମା ହସି ଉଠିବ ନୂଆ ରୂପ ନେଇ। ଏତିକି ମୋର ନିବେଦନ ମାଉସୀ। ଧନ୍ୟ ରେ ପୁଅ। ଆଚ୍ଛା ତୁମେ ମାନେ ଆସିଲ ଭାଇ? ମାଉସୀ ଭାରି ସୁସ। ରୁଆ ରୁଆ ଫୁଲଝରି, ଆଲୋ ଫୁଲଝରି, କୋଉଠି ଗଲୁ ବା? ମଲୁ କିଲ ଫୁଲଝରି। ଯାଉଛି ଆଇ ଯାଉଛି। ହଇଲ ଫୁଲେଇ ପାଣି ମୁଣ୍ଡା ଆଣି ବୁଟି। ବସରେ ପୁଅ ମାନେ, ମୋ ନାତୁଣୀ ପାଣି ଆଣୁଛି, ବସ ବସ। ଏଇ ପାଣି ନେ। ଦେ 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 ଏମାନଙ୍କୁ ପିଇବାକୁ ଦେ। ହଉ ହଉ ରହ ଦଉଛି। ମାଉସୀ ତୋର ବଡ଼ ଧର୍ମ ହେଲା। ପୁଣି ତମ ପାଖରେ କଣ ପିନ୍ଧିବାକୁ ଭଲ ଜାମା ନାହିଁ? ନାଇଁ ରେ ପୁଅ, ଖାଇବାକୁ ତ ଦାନା ନାହିଁ, ପିନ୍ଧିବା କଥା ପଚାରେ କିଏ? କବର ଆଉ ଟିକେ ଯାଉଛି। ଏଇ ନିଅ ଭଉଣୀ, ଏଇ ପୋଷାକକୁ ନିଅ। ନଉନୁ ଭାଇ ତ ଦଉଛି, ଏତେ ଫୁଲେଇ ହଉଛି କାହିଁକି? ମାଉସୀ ତୋର ବଡ଼ ଧର୍ମ ହେଲା। ଆମେ ଏବେ ଆସୁଛୁ ମାଉସୀ। ହଉ ରେ ହଉ, ଯାଅ ରେ ଯାଅ, ଯାଅ ରେ।
ତାଳେ